ସୁରଙ୍ଗୀ ନାମକ ଗୋଟିଏ ଜଙ୍ଗଲ ପ୍ରାନ୍ତ ଥିଲା। ଏଠାରେ ଧୁରକି ନାମକ ଜଙ୍ଗଲୀ ଲୋକ ରହୁଥିଲେ। ସେ ପ୍ରାନ୍ତଟି ବହୁତ ଭୟଙ୍କର ଥିଲା। ସେହି ବାଟ ଦେଇ ଯିଏ ବି ଯାତ୍ରୀ ଯାଉଥିଲେ ସେମାନେ ତାଙ୍କୁ ମାରିକି ଖାଇ ଯାଉଥିଲେ। 100 ବର୍ଷ ପୂର୍ବରୁ ଏହି ଜାତିର ଲୋକ ସେଇଠି ନିଜର ଜୀବନ ଯାପନ କରୁଥିଲେ। ସେମାନେ ମୁଖ୍ୟତଃ ଶିକାର କରୁଥିଲେ। ଜଙ୍ଗଲର ପ୍ରତ୍ୟେକଟି ଜୀବକୁ ମାରି ତାଙ୍କୁ ଖାଇବା ତାଙ୍କ ପରମ୍ପରା ଥିଲା। ସେମାନେ ମନୁଷ୍ୟର ମାଂସକୁ ବହୁତ ଆଗ୍ରହର ସହିତ ଖାଉଥିଲେ। ଯଦି କୌଣସି ମଣିଷ ତାଙ୍କୁ ଆହାର ରୂପରେ ମିଳିଯାଉଥିଲା ତ ସେଇଟା ତାଙ୍କ ପାଇଁ ଗୋଟିଏ ପର୍ବ ଭଳି ଥିଲା। ସେମାନଙ୍କୁ ମଣିଷର ମାଂସ ବହୁତ ଭଲ ଲାଗୁଥିଲା। ଯଦି ତାଙ୍କୁ କୌଣସି ଜୀବ କିମ୍ବା ମଣିଷ ମିଳିଯାଉଥିଲା ତ ସେମାନେ ତାକୁ ତାଙ୍କର ପୂଜ୍ୟ ସୋରଙ୍ଗୀ ଶୈତାନକୁ ଭୋଗ ରୂପରେ ଅର୍ପଣ କରୁଥିଲେ ଆଉ ତାପରେ ତାକୁ ଖାଉଥିଲେ। ତାଙ୍କର ଏହି ପ୍ରଥା ତାଙ୍କର ବହୁତ ବର୍ଷରୁ ଚାଲି ଆସୁଥିଲା। କିନ୍ତୁ ଦୁଇଟି ଏମିତି ସମୟ ଥିଲା ଯାହାକି ତାଙ୍କ ପାଇଁ ବହୁତ ମହତ୍ୱପୂର୍ଣ୍ଣ ଥିଲା। ଗୋଟିଏ ହେଲା ସୂର୍ଯ୍ୟପରାଗ ଆଉ ଅନ୍ୟଟି ହେଲା ଘସୁଚି ପିଶାଚିନୀର ନିଦ୍ରାରୁ ଉଠିବାର ସମୟ। ସୂର୍ଯ୍ୟପରାଗ ସମୟରେ ସେମାନେ ସୋରଙ୍ଗୀ ଶୈତାନକୁ ନରବଳି ଦେଉଥିଲେ। ଆଉ ଅନ୍ୟଟି ହେଲା ଘସୁଚି ପିଶାଚିନୀର ନିଦ୍ରା ଭଙ୍ଗ ହେବା। ଏହି ପିଶାଚିନୀର ଗରମ ଦିନରେ ନିଦରୁ ଉଠି ତାକୁ ଯାହା କିଛି ମିଳୁଥିଲା ତାକୁ ମାରିକି ଖାଉଯାଉଥିଲା। ସେମାନେ ବିଶ୍ୱାସ କରୁଥିଲେ ଯେ ନରବଳି ଦେବା ଦ୍ୱାରା ତାଙ୍କର ସବୁ କିଛି ଭଲ ହେଇଥାନ୍ତା। କିନ୍ତୁ ଯେତେବେଳେ ଘସୁଚିର ନିଦ ଭାଙ୍ଗିବ ତ ସିଏ ତ କେତେ ଜଣଙ୍କୁ ମାରିଦେବ ସେଇ କଥାର ବି ଭୟ ଥିଲା। ବର୍ଷକୁ ଥରେ ସେ ନିଦରୁ ଉଠୁଥିଲା ଆଉ ବହୁତ ଭୋକିଲା ରହୁଥିଲା। ସେ ଭୋକିଲା ପିଶାଚିନୀ ସେଇ ପ୍ରାନ୍ତରେ ଯାହା କିଛି ବି ମିଳୁଥିଲା ତାକୁ ମାରିକି ଖାଇଯାଉଥିଲା ଆଉ ନିଜ ଭୋକ ଶାନ୍ତ କରୁଥିଲା। ସେ କେଉଁଠୁ ଆସୁଥିଲା ଆଉ କେଉଁଠି ରହୁଥିଲା ଏ କଥା କେହି ବି ଜାଣିନଥିଲେ। ଗରମ ଦିନମାନଙ୍କରେ ରାତି ସମୟରେ ଆସି ସେଠିକାର ଲୋକଙ୍କୁ ମାରି ଦେଉଥିଲା। ପ୍ରତିବର୍ଷ ଭଳି ସେଇ ବର୍ଷ ମଧ୍ୟ ଗରମ ଦିନ ଆରମ୍ଭ ହେଲା ଆଉ ସୋରଙ୍ଗୀ ପ୍ରାନ୍ତରେ ସେଠିକାର ମୁଖିଆଙ୍କ କହିବା ଅନୁଯାୟୀ ସେଠିକାର ଲୋକେ ଡଗରା ବଜେଇବାକୁ ଲାଗିଲେ। ଶୁଣ ଶୁଣ, ଗରମ ଦିନ ଆସିଗଲାଣି। ଘସୁଚିର ନିଦ ଭାଙ୍ଗିବା। ସବୁ ଲୋକ ସାବଧାନ ହେଇ ରୁହନ୍ତୁ। ଗାଁର ମୁଖିଆଙ୍କ ଆଦେଶ ଅଛି। ବାପରେ, ଆରେ ସୁରୀ, ଘସୁଚିର ନିଦ ଭାଙ୍ଗିଯିବ। ମତେ ବହୁତ ଡର ଲାଗୁଛି। ଆରେ ବିଟୁ, ଅନେକ ବର୍ଷରୁ ସେ ପିଶାଚିନୀ ଆମ ଗାଁର ଲୋକଙ୍କୁ ମାରିକି ଖାଇଯାଉଛି। କଣ ତାଠାରୁ ରକ୍ଷା ମିଳିପାରିବନି? ଏଇଆ ଶୁଣି ସୁରୀର ବାପା ରାଗିଯାଇ କହିଲେ, ଆରେ ସୁରୀ, ତୁ ଇଏ କଣ କହୁଛୁ? ଘସୁଚିର ନାଶ ହବ? ତୁ ପାଗଳ ହେଇଗଲୁଣି? ତା ପାଖକୁ ଯାଇ ସେଠାରେ କେହି ବି ଏଯାଏଁ ବଞ୍ଚିକି ଆସିନାହାନ୍ତି। ଏଥରକ ତା ଦୃଷ୍ଟିରେ ନ ଆସିଲେ ହିଁ ଭଲ। ଆସନ୍ତା ଗରମ ଦିନରେ ଦେଖାଯିବ କଣ କରିବାକୁ ହବ। ତୁ ନିଜ କାମ କର, ମୂର୍ଖ କୋଉଠିକାର। କଣ ରେ ସୁରୀ, ମାମୁଙ୍କ କଥା ଶୁଣିଲୁ? ସେ ପୁରା ଠିକ କହୁଛନ୍ତି। ଘସୁଚିର ନାଁ ଶୁଣିଲା ମାତ୍ରେ ହିଁ ଏଠିକାର ଲୋକେ ଡରି ଯାଉଛନ୍ତି। ତୁ ପୁରା ଠିକ କହିଲୁ। ପ୍ରତ୍ୟେକ ଜିନିଷର କେବେ ନା କେବେ ତ ଅନ୍ତ ହବ।
तार अंत करने ପାଇଁ କିଛି ନା କିଛି ଉପାୟ ନିଶ୍ଚୟ ଥିବ। ତା ବିଷୟରେ ଜାଣିବାକୁ ପଡ଼ିବ। ଆରେ ସୁରି, ମୁଁ ତୋର ସାଙ୍ଗ, ସେଇଥିପାଇଁ ମୁଁ କହୁଛି। ଚାଲ, ଭୋକ ଲାଗୁଛି, ଫଳ ତୋଳିକି ଖାଇବା। ଏମିତି ଭାବେ ଦୁହେଁ ଜଙ୍ଗଲକୁ ଯାଇ ଫଳ ତୋଳି ସାରି ଘରକୁ ଫେରୁଥିଲେ। ସେତିକିବେଳେ ଅନ୍ଧାର ହେଇଗଲା। ସେମାନେ ଦୁହେଁ ଗାଁ ଯାଏ ପହଞ୍ଚିଲା ମାତ୍ରେ ହିଁ ସେଠାରେ ସବୁ ଲୋକେ ଭୟରେ ଦୌଡୁଥିଲେ। ସେମାନଙ୍କୁ ଦେଖି ସୁରି କହିଲା, ଆରେ କଣ ହେଲା ରେ? ସମସ୍ତେ କାହିଁକି ଦୌଡୁଛନ୍ତି? କସୁଛି ଗାଁକୁ ଆସି ତା ସାମ୍ନାରେ ଆସୁଥିବା ଲୋକଙ୍କୁ ମାରି ଚାଲିଛି। ପଳେଇ ଯାଅ, ନିଜର ଜୀବନ ବଞ୍ଚାଅ। ଆରେ ସୁରି, ଚାଲ ପଳେଇ ଯିବା। ହଁ, ଶୀଘ୍ର ଚାଲ। ଏମିତି କହି ଦୁହେଁ ପଳେଇବାକୁ ଲାଗିଲେ। ଘୋଷୁଚିକୁ ଯାହା କିଛି ବି ମିଳୁଥିଲା ତାକୁ ମାରିକି ସିଏ ଖାଇଯାଉଥିଲା। ତାର ଚିତ୍କାରର ଶବ୍ଦରେ ଲୋକମାନେ ଥରୁଥିଲେ। ତାକୁ ଯାହା କିଛି ମିଳୁଥିଲା ତାକୁ ଖାଇଯାଉଥିଲା। ଆଉ ଯେତେବେଳେ ତାର ଭୋକ ଶାନ୍ତ ହେଲାନି ତ ସେ ଜଙ୍ଗଲ ଆଡ଼କୁ ଯିବାକୁ ଲାଗିଲା। ପିଶାଚିନୀର ଭୟରେ ଦୌଡ଼ି ଯାଇ ଲୁଚିଥିବା ଗାଁର ଲୋକମାନେ ପୁଣି ଥରେ ଗାଁରେ ଏକାଠି ହେଇଗଲେ ଆଉ ଗୋଟିଏ ଜାଗାରେ ସମାବେଶ କଲେ। ଆଜି ସେ ଗାଁର 10 ଜଣରୁ ବି ବେଶୀ ଲୋକକୁ ମାରିଛି। ତା ଭୋକ ମେଣ୍ଟି ଯାଇଛି ଆଉ 10 ଦିନ ଯାଏଁ ସେ ଏଠିକି ଆସିବନି। ସେ ଆସିଲା ବେଳକୁ ଯଦି ଲୋକ ସାବଧାନ ହେଇ ନ ରହିଲେ ତ ସେ ଆହୁରି ବି ଲୋକଙ୍କୁ ମାରିକି ଖାଇଯିବ। ସମସ୍ତଙ୍କୁ ସାବଧାନ ହେଇ ରହିବାକୁ ହବ। ଆଜି ରାତିରେ ଜଣେ ପହରା ଦେବା ପାଇଁ ରହିବ। ଯେବେ ସିଏ ଆସିବ ସେତିକି ବେଳେ ପହରା ଦେବା ଲୋକକୁ ସିଟି ମାରିବାକୁ ହବ। ତାହେଲେ ଏଠୁ ବେଶୀ ଲୋକ ଯାଇ ନିଜ ଜୀବନ ବଞ୍ଚେଇ ପାରିବେ। ମୁଁ ଗାଁର ମୁଖିଆ ଆଉ ଇଏ ମୋ ଆଦେଶ, ଯାହାର ପାଳନ କରାଯାଉ। ଏମିତି ଭାବରେ ମୁଖିଆର କଥା ମାନି ସମସ୍ତେ ନିଜ ନିଜ ଘରକୁ ଚାଲିଗଲେ। ରାତି ସମୟରେ ଜଣେ ଲୋକକୁ ପହରା ଦେବା ପାଇଁ ରଖାଗଲା। ସେ ସିଟିକୁ ଧରି ଗଛ ଉପରେ ବସିଥିଲା। 10 ଦିନ ବିତିଗଲା। ଲୋକମାନେ ଡରି ଡରିକି ବଞ୍ଚୁଥିଲେ। ଦିନେ ରାତିରେ ସବୁ ଲୋକେ ଶୋଇଥିଲେ। ସେତିକିବେଳେ ଭୋକିଲା ଘୋଷୁଚି ଗାଁକୁ ଆସିଲା। ତାକୁ ଦେଖି ଯେଉଁ ଲୋକଟି ଗଛ ଉପରେ ଥିଲା ସେ ସିଟି ବଜେଇଲା। ତାକୁ ଶୁଣିଲା ମାତ୍ରେ ହିଁ ସବୁ ଲୋକେ ଭୟରେ ଦୌଡ଼ିବାକୁ ଲାଗିଲେ। ଘୋଷୁଚି ସିଟି ବଜେଇଥିବା ଲୋକ ପଛରେ ଯିବାକୁ ଲାଗିଲା ଆଉ ତାକୁ ହାତରେ ଧରି ମାରିକି ଖାଇଗଲା। ରାଗରେ ଯାହା କିଛି ବି ମିଳୁଥିଲା ତାକୁ ସିଏ ମାରିକି ଖାଇଯାଉଥିଲା। ବିଟ୍ଟୁ ଆଉ ସୁରି ଗୋଟିଏ ପଟେ ଦୌଡ଼ି ଦୌଡ଼ି ଯାଉଥିଲେ। ଘୋଷୁଚି ତାଙ୍କ ପଛରେ ଯିବାକୁ ଲାଗିଲା। ଦୁହେଁ ଶୀଘ୍ର ଶୀଘ୍ର ଦୌଡ଼ିବାକୁ ଲାଗିଲେ। ଆରେ ବିଟ୍ଟୁ, ଏମିତି ଡରୁଆଙ୍କ ଭଳି ଦୌଡ଼ିବାକୁ ମତେ ଜମା ଭଲ ଲାଗୁନି। ଥରକ ବଞ୍ଚିଗଲୁ ତ ବହୁତ ବଡ଼ କଥା। ଚାଲ ପଳା। ସୁରି ପାଖରେ ଯେଉଁ ଛୁରୀ ଥିଲା ତାକୁ ବାହାର କରି ସେ ତାକୁ ନେଇ ସେଇଠି ଛିଡ଼ା ହେଇଗଲା। ଆରେ ସୁରି, କଣ କରୁଛୁ? ଚାଲ ଯିବା, ନହେଲେ ତୁ ମରିଯିବୁ। ଯଦି ମରିବାର ଅଛି ତ ଗୋଟେ ବୀର ଭଳି ମରିବି, ଏମିତି ଡରୁଆ ଭଳି ଜମା ମରିବାର ନାହିଁ। ଘୋଷୁଚି ସୁରି ପାଖକୁ ଆସିଲା, କିନ୍ତୁ ସେ ସୁରିକୁ ନ ମାରି ସେଠାରୁ ଚାଲିଗଲା।
ଏହି ଦୃଶ୍ୟ ଦେଖି ଲୋକମାନେ ବହୁତ ଆଶ୍ଚର୍ଯ୍ୟ ହେଇଗଲେ। କିଛି ବିଚିତ୍ର ଲାଗୁଛି। ଛୁରୀକୁ ଦେଖି ଘସୁଛି କାହିଁକି ଚାଲିଗଲା? ବୋଧେ ସୁରି ହାତରେ ଛୁରୀ ଥିଲା ସେଇଥିପାଇଁ। ସେ ଛୁରୀ ତ ଆଙ୍ଗୁଳି ସହିତ ସମାନ। ଏମିତି ହେଇପାରିବନି। ଅନ୍ୟ କିଛି କାରଣ ଥାଇପାରେ। ଏମିତି ଛୁରୀ କୌଣସି ମନ୍ତ୍ରତନ୍ତ୍ର ବି ଜାଣିନି। କିନ୍ତୁ କଥା କ'ଣ, ସେ ନ ମାରି କାହିଁକି ଚାଲିଗଲା? ଏହା ଶୁଣି ସୁରୀର ବାପା ସେଠାକୁ ଆସିଗଲେ ଆଉ ସେ ଲୋକଙ୍କୁ କହିଲେ, ଆଜ୍ଞା ମୋତେ କ୍ଷମା କରିଦିଅନ୍ତୁ। ଏଇ ସୁରି ଆମ ଜାତିର ନୁହେଁ, ଇଏ ସାଧାରଣ ମଣିଷ ଜାତିର। ଦିନେ ମୁଁ ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲି। ସେତିକି ବେଳେ ଗଛ ତଳେ ମୋତେ ଏ ପିଲା ମିଳିଥିଲା। ପୁରା ଶରୀର କ୍ଷତ ବିକ୍ଷତ ହେଇଥିଲା। ୟାକୁ ଆଣି ମୁଁ ବଡ଼ କଲି। ଯଦି ଏ ଆମ ଜାତିର ନୁହେଁ ସେଇଟା ଆପଣମାନେ ଜାଣିଥିଲେ ଆପଣମାନେ ଆମକୁ ବହିଷ୍କାର କରିଦେଇଥାନ୍ତେ। ତାପରେ ଛୁଆକୁ ମାରି ଦେଇଥାନ୍ତେ। ସେଇଥିପାଇଁ ମୁଁ ୟାକୁ ମୋ ଛୁଆ ବୋଲି କହି ଆମ ଜାତିର ଛୁଆଙ୍କ ଭଳି ମୁଁ ୟାକୁ ସବୁ ବିଦ୍ୟା ଶିଖେଇଛି। କ'ଣ ଗୌରବ, ଏସବୁ କ'ଣ ସତ? ହଁ ଆଜ୍ଞା, ଏସବୁ ସତ। ଇଏ ସାଧାରଣ ମଣିଷ, ଚାଲ ୟାକୁ ଖାଇଯିବା। ରହିଯା ମୋଟୁ। ଇଏ ଆମ ସହିତ ରହୁଥିଲା। ଇଏ ସାଧାରଣ ମଣିଷ ହେଲେ ମଧ୍ୟ ଆମେ ୟାକୁ ଖାଇପାରିବାନି। ସୁରି ଆମ ଜାତିର। କିନ୍ତୁ ତାକୁ ଦେଖି ଘସୁଛି ତାକୁ ନ ମାରି ଚାଲିଗଲା। ସେଇଟା ହିଁ ବୁଝି ହଉନି। ୟା ପଛରେ ନିଶ୍ଚୟ କିଛି ରହସ୍ୟ ଥିବ। ଆମ ଜାତିର ତାନ୍ତ୍ରିକ ପ୍ରଚଣ୍ଡକୁ ଡାକି ଆଣ। ଯାଅ, ସକାଳ ଯାଏଁ ତାନ୍ତ୍ରିକ ଏଇଠି ଥିବା କଥା। ତାପରେ ଗାଁର କିଛି ଲୋକେ ପ୍ରଚଣ୍ଡ ତାନ୍ତ୍ରିକ ପାଖକୁ ଗଲେ। କଥା କ'ଣ, ସବୁ ଲୋକ ଏଇଠି? ବାବା, ମୁଖ୍ୟ ଆପଣଙ୍କୁ ଗାଁକୁ ଡାକିଛନ୍ତି। କିନ୍ତୁ କାହିଁକି? ଆମ ଗାଁରେ ଜଣେ ଲୋକକୁ ଘସୁଛି ଦେଖିକି ବି ନ ମାରିକି ଚାଲିଗଲା ବାବା। କ'ଣ ଘସୁଛି ନ ମାରିକି ଚାଲିଗଲା? ତା ପାଇଁ ଅନେକ ବର୍ଷରୁ ପୂଜା କରୁଛି। ଏମିତିରେ ସେ ଲୋକକୁ ଦେଖି ନ ମାରି ଚାଲିଗଲା? ସେଇଟା ମୁଁ ବିଶ୍ୱାସ କରିପାରୁନି। ଚାଲ ଗାଁକୁ ଯାଇକି ଦେଖିବା। ତାପରେ ପ୍ରଚଣ୍ଡ ସହିତ ସମସ୍ତେ ଗାଁ ଭିତରକୁ ଚାଲିଗଲେ। ନମସ୍କାର ବାବା। କାହାକୁ ଦେଖି ଘସୁଛି ନ ମାରିକି ଚାଲିଗଲା? ବାବା, ମତେ ଦେଖିକି। ପ୍ରଚଣ୍ଡ ନିଜ ମନ୍ତ୍ର ଶକ୍ତି ବଳରେ ସୁରୀକୁ ଧ୍ୟାନ ଦେଇ ଦେଖିଲା। ୟା ପାଖରେ ବହୁତ ଦିବ୍ୟ ଶକ୍ତି ଅଛି। ଗୋଟିଏ ଭଲ କାମ ପାଇଁ ଏ ଜନ୍ମ ନେଇଛି। ସେଇଥିପାଇଁ ଘସୁଛି ତାକୁ ଦେଖିକି ଚାଲିଗଲା। ୟା ଦ୍ୱାରା ହିଁ ଆମେ ଘସୁଛିକୁ ମାରିପାରିବା। ମୁଁ ଯେମିତି କହୁଛି ସେମିତି କର। ପ୍ରଚଣ୍ଡ କହିବା ଅନୁଯାୟୀ ଲୋକମାନେ ଗାଁର ମଝିରେ ଗୋଟିଏ ବଡ଼ ହାଣ୍ଡି ରଖି ସେଥିରେ ଜଣ ଜଣ ହେଇ ସବୁ ଲୋକେ ନିଜ ରକ୍ତ ପକେଇଲେ। ଆଉ ତାନ୍ତ୍ରିକ ଗୋଟିଏ ତନ୍ତ୍ର ତିଆରି କରି ତା ଉପରେ ସୁରୀକୁ ବସେଇ ଦେଲା। ତାପରେ ତା ଚାରି ପାଖରେ ସେ ଅଭିମନ୍ତ୍ରିତ କରିଥିବା ଅଣ୍ଡା ଆଉ ଲେମ୍ବୁ ଏଇ ସବୁକୁ ରଖି ପୂଜା କରିବାକୁ ଲାଗିଲା। ତୁମେମାନେ ସମସ୍ତେ ଥରେ ଜୋରରେ କୁହ, ଘସୁଛି ଆ ଆଉ ନିଜ ରକ୍ତର ଶୋଷ ମେଣ୍ଟା। କୁହ। ଘସୁଛି ଆ ଆଉ ଆସିକି ନିଜ ରକ୍ତର ଶୋଷ ମେଣ୍ଟା। ଘସୁଛି ଆ ଆଉ ଆସିକି ନିଜ ରକ୍ତର ଶୋଷ ମେଣ୍ଟା। ଏମିତି ଭାବରେ ସବୁ ଲୋକେ ନିଜ ରକ୍ତକୁ ସେଇ ହାଣ୍ଡିରେ ପକେଇ ଘସୁଛିକୁ ନିଦରୁ ଉଠେଇଲେ। ନିଦରୁ ଉଠିଲା ପରେ ଘସୁଛି ଭୟଙ୍କର ରୂପରେ ପାଟି କରି କରି ଗାଁକୁ ଆସୁଥିଲା। ଘସୁଛି ଆସୁଥିଲା। ଏହି କଥା ଜାଣି ପ୍ରଚଣ୍ଡ ମନ୍ତ୍ର ପଢ଼ି ପଢ଼ି ପୂଜା ପାଠ କରୁଥିଲା। ଗମା 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 ଆଗମନଂ ଘସୁଛି ଦିଗ୍ବଦନಂ କରಂ ଜମା 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 ଜମ୍ ଘସୁଛି ଦିଗ୍ବଦନಂ କରಂ। ଘସୁଛି ଭୟଙ୍କର ରୂପରେ ଆସି ସେଇ ହାଣ୍ଡିରୁ ସବୁ ରକ୍ତ ପିଇଗଲା। ତୁମ ସମସ୍ତଙ୍କୁ ମାରିଦେବି। ତୁମେ ମୋ ନିଦ ଭାଙ୍ଗି ଦେଇଛ। ଏମିତି କହି ସେ ଜୋରରେ ହସିବାକୁ ଲାଗିଲା। ସୁରୀ, ମୁଁ କହିଥିବା ମନ୍ତ୍ର ପଢ଼ି ସେ ଲେମ୍ବୁ ଧରି ତା ସାମ୍ନାକୁ ଯା।
ମୁଁ ଯେମିତି କହିବି ସେ ଲେମ୍ବୁକୁ ତା ଉପରେ ଫିଙ୍ଗିବୁ ଯା। ପ୍ରଚଣ୍ଡ କହିଲା ମାତ୍ରେ ହିଁ ସୁରି ସେ ଅଭିମନ୍ତ୍ରିତ ହେଇଥିବା ଲେମ୍ବୁ ଗୁଡ଼ିକ ଧରି ମନ୍ତ୍ର ପଢ଼ି ପଢ଼ି ତା ସାମ୍ନାକୁ ଯାଉଥିଲା। ଗମା 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 ଆଗମନଂ ଗସୁଚି ଦିଗ୍ବଦନಂ କରମ୍ ଜମା 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 ଜମଂ ଗସୁଚି ଦିଗ୍ବଦନಂ କରମ୍। ସୁରି ମନ୍ତ୍ର ପଢ଼ି ପଢ଼ି ଗସୁଚି ସାମ୍ନାରେ ଛିଡ଼ା ହେଇଗଲା। ସେତିକିବେଳେ ପ୍ରଚଣ୍ଡ ସୁରିକୁ କହିଲା, ସୁରି ତୁ ହାତରେ ଧରିଥିବା ଲେମ୍ବୁକୁ ଗୋଟି ଗୋଟି କରି ତା ହାତରେ ଆଉ ଗୋଡ଼ରେ ଫିଙ୍ଗିଦେ। ତି ଭାବେ ପ୍ରଚଣ୍ଡର କହିବା ଅନୁଯାୟୀ ଲେମ୍ବୁ ଗୁଡ଼ିକୁ ଗୋଟି ଗୋଟି କରି ତା ଶରୀର ଭାଗ ଗୁଡ଼ିକରେ ଫିଙ୍ଗିଲା। ପ୍ରଚଣ୍ଡର ମନ୍ତ୍ର ଶକ୍ତି, ସୁରୀର ଦିବ୍ୟ ଶକ୍ତି ଆଉ ଲେମ୍ବୁ ଗୁଡ଼ିକର ମହିମା ମିଶି ଗସୁଚିକୁ ବନ୍ଦୀ କରିନେଲେ। ବନ୍ଦୀ ହେଇଥିବା ଗସୁଚିକୁ ପ୍ରଚଣ୍ଡ ରାଗି ଯାଇ କହିଲା, ଗସୁଚି ତୁ ଆମ ଉପରେ କାହିଁକି ରାଗିଛୁ? ଅନେକ ବର୍ଷରୁ ଆମକୁ କାହିଁକି ମାରୁଛୁ? ତୁମଠାରୁ ପ୍ରତିଶୋଧ ତୁମର ପୁରା ଜାତିକୁ ନଷ୍ଟ ନ କରିବା ଯାଏ ମୁଁ ତୁମମାନଙ୍କୁ ମାରୁଥିବି। କିନ୍ତୁ ସୁରୀକୁ କାହିଁକି ମାରିଲୁନି? ସୁରି ତୁମ ଜାତିର ପିଲା ନୁହେଁ, ମୁଁ ତାକୁ ମାରିବିନି। କଥା କ'ଣ? ତୁ ଆମ ଜାତି ଠାରୁ କାହିଁକି ପ୍ରତିଶୋଧ ନେବାକୁ ଚାହୁଁଛୁ? କହୁଛି ଶୁଣ, ମୋ ନାଁ ଗୋରଙ୍ଗୀ। ମୁଁ ଏଇ ପାଖ ଜଙ୍ଗଲରେ ରହୁଥିବା ଜୱାଲ ବଂଶର। ତୁମ ଜାତିର ଲୋକଙ୍କୁ ମନୁଷ୍ୟଙ୍କ ମାଂସର ଅଭ୍ୟାସ ହେଇଯାଇଛି। ସେମାନେ ବହୁତ କ୍ରୂର। ଥରେ ସେମାନେ ଆମ ପ୍ରାନ୍ତକୁ ଆସି ସବୁ ଲୋକଙ୍କୁ ମାରିଦେଲେ। ମୋତେ ଏଠିକି ଆଣି ନରବଳି ଦେଇଥିଲେ। ମୃତ୍ୟୁ ପରେ ମୁଁ ଆତ୍ମାରେ ବଦଳି ତୁମମାନଙ୍କଠୁ ପ୍ରତିଶୋଧ ନେବାକୁ ଚାହୁଁଥିଲି, କିନ୍ତୁ ମୁଁ ଏକୁଟିଆ କିଛି କରିପାରିଲିନି। ମୋ ବାପା ଶିଖେଇଥିବା ମନ୍ତ୍ର ଦ୍ୱାରା ତୁମେମାନେ ନରବଳି ଦେଇ ମାରି ଦେଉଥିବା ଲୋକମାନଙ୍କର ଆତ୍ମା ଗୁଡ଼ିକୁ ନିଜ ଭିତରେ ପ୍ରବେଶ କରେଇ ମୁଁ ଜଣେ ଶକ୍ତିଶାଳୀ ଭୂତ ହେଇଯାଇଛି। ସେଥିପାଇଁ ମୋତେ କୌଣସି ମନ୍ତ୍ର ଶକ୍ତି ଅଟକାଇ ପାରିବନି। ତୁମେମାନେ ଯେତେବେଳେ କୌଣସି ନରବଳି ଦିଅ, ମୁଁ ତାଙ୍କ ଆତ୍ମାଙ୍କୁ ନିଜ ଭିତରେ ପ୍ରବେଶ କରେଇ ଆହୁରି ଶକ୍ତିଶାଳୀ ହେଇଛି। କିନ୍ତୁ ସୁରୀକୁ ଦେଖିଲା ମାତ୍ରେ ହିଁ ଜଣା ପଡ଼ିଗଲା ଯେ ସେ ଆମ ଜାତିର ଲୋକ ବୋଲି। ସେଥିପାଇଁ ମୁଁ ଏଇ ସୁରୀକୁ ମାରିଲିନି, କିନ୍ତୁ ତୁମେ ତା ଆଶ୍ରୟ ନେଇ ମୋତେ ବନ୍ଦୀ କରିଛ। ଆମକୁ ମାରୁଥିବା ପିଶାଚିନୀ, ମୁଁ ଆଜି ତତେ ମାରିଦେବି। ମୋତେ ମାରିବୁ? ତୁ କରିପାରିବୁନି। କେତେ ଶହ ଆତ୍ମାଙ୍କର ଆକୃତି ମୁଁ। ନିଜ ଇଚ୍ଛାରେ ସବୁଦିନ ପାଇଁ ନିଦରେ ଶୋଇପାରିବି, କିନ୍ତୁ ମୋର କେହି କିଛି କରିପାରିବେନି। ମା ଗସୁଚି, ତୁମ ପ୍ରତିଶୋଧ ପୂରଣ ହେବା ପାଇଁ ଆମକୁ କ'ଣ କରିବାକୁ ହବ କୁହ ମା? ଏମାନେ ବହୁତ ନିର୍ଦ୍ଦୟୀ ଲୋକ। ନରବଳି ଦେଇ ତାଙ୍କୁ ଖାଉଥିବା ନରଭକ୍ଷୀ। ଏମାନଙ୍କୁ ମୁଁ ଛାଡ଼ିବିନି। ମା, ଏତେ ଦିନରୁ ତୁମେ ଏତେ ଲୋକଙ୍କୁ ମାରି ନିଜର ପ୍ରତିଶୋଧ ନେଇ ସାରିଛ। ଅତି କମରେ ଏବେ ତ ଦୟାକରି ଆମକୁ ଛାଡ଼ିଦିଅ। ତାହେଲେ ଏ ଲୋକଙ୍କୁ ମୋତେ ଗୋଟେ କଥା ଦେବାକୁ କହ। ୟା ପରେ କେବେ ନରବଳି ଦେବେନି, ମଣିଷଙ୍କ ହତ୍ୟା କରିବେନି। ଏତିକି କହିଲା ପରେ ହିଁ ମୁଁ ଏମାନଙ୍କୁ ଛାଡ଼ିଦେବି। ୟା ପରଠୁ ଆମେ ନରବଳି ଦେବୁନି କି ମଣିଷଙ୍କ ହତ୍ୟା କରିବୁନି। ଆମେ କଥା ଦେଉଛୁ, କୌଣସି ମଣିଷର କ୍ଷତି କରିବୁନି। ସମସ୍ତଙ୍କ ପାଇଁ ମୁଁ ଗସୁଚିକୁ ଏ କଥା ଦେଉଛି। ତୁମମାନଙ୍କ କାରଣରୁ
ଯଦି ଗୋଟେ ବି ପ୍ରାଣହାନି ହେଲା ମୁଁ ନିଦରୁ ଉଠି ତୁମମାନଙ୍କୁ ମାରିଦେବି। ଯଦି ତୁମେ କାହାକୁ କିଛି କରିବନି ତ ମୁଁ ସବୁଦିନ ପାଇଁ ଗଭୀର ନିଦ୍ରାରେ ଶୋଇଯିବି। ଏବେଠାରୁ ଏ ଗାଁରେ ନରବଳି ଦିଆଯିବନି, ଆଉ କୌଣସି ବି ମଣିଷକୁ ମାରିକି ଖାଇବନି। ଆଜିଠୁ ଆମ ଗାଁର ଆଚାର ବିଚାର ବଦଳୁଛି। ସୁରି, ଏଇ ସବୁ ତୋ ପାଇଁ ହିଁ ହେଇଛି। ମୁଁ କହିଥିଲି ନା, ତୋର ଜନ୍ମ ଗୋଟିଏ ଭଲ କାମ ପାଇଁ ହେଇଛି। ଆଜିଠାରୁ ଆମର କୌଣସି ଜାତି ଭେଦ ନାହିଁ। ମଣିଷ ଜାତି ଗୋଟିଏ। ତା ସ୍ମୃତିରେ ସୁରିକୁ ମୁଁ ଏଠିକାର ନାୟକ ବନଉଛି। ଏବେଠାରୁ ସୁରି ଆମର ନାୟକ। ସୁରଙ୍ଗୀର ନାୟକ ସୁରି ଜୟ ଜୟ। ସୁରଙ୍ଗୀର ନାୟକ ସୁରି ଜୟ ଜୟ। ସୁରଙ୍ଗୀର ନାୟକ ସୁରି ଜୟ ଜୟ। ଆପଣ ସମସ୍ତଙ୍କୁ ଧନ୍ୟବାଦ। ମୁଁ ନିଜ କାମ ଭଲ ଭାବରେ କରିବି। ମୋତେ ଆଶୀର୍ବାଦ କରନ୍ତୁ। ମୋର ଗଭୀର ନିଦ୍ରାରେ ଯିବାର ସମୟ ହେଇଗଲାଣି। ମୁଁ ଯାଉଛି। ଏତିକି କହି ଘଷୁଚି ସେଠାରୁ ଚାଲିଗଲା।